नमस्कार। जय जगन्नाथ। भागवत महापुराण ओडिया चैनल ले आपण मानक स्वागत। आज आमे दाढ़ता भक्ति रे 300 अध्याय सिपुटी संवाद कथा सुनिबा। चैनल ले जदि नुआ अछंती चैनल टे को सब्सक्राइब करबा को अनुरोध। मूलरू शेष जाए थरुटिए निश्चय सुनिबे। कमेंट बॉक्स रे जय जगन्नाथ लिखिबा को जमा भूलिबेनी। आसंतु आरंभ करिबा सिपुटी संवाद। चैतन्य उवाच पुणे चैतन्य अनुरागे कहई मनोराजागे हे मनो सावधाने शुण निश्चल करी चोर मन ए बड़ अपूर्व कथाए शुणी खंडिब भव भये ए जम्बू द्वीपे तार घर जे दिल्ली सहर नगर जाति रे 28 पुटी नाम ताहार परमेष्ठी कुज कलंक पृष्ठ देशे अशोभा मात्र एते दिशे अन्य कलंक नाही किछि समस्त गुण पुरी अछि भक्त अंशरे जात होई ता गुण कहि न सरई पत्नीर सेवा तार व्रत बेनि दुहिता 3 पुत्र धन ही पुरी अछि घरे सिपुटी गृह एका करे केवल आत्मज्ञानमये जीवकु मणे विष्णु प्राय जित इंद्रिय सत्यवादी निर्लोभ हिंसा क्रोधी दंभ कुटिल मिथ्यावादी विषये नाही तार बुद्धि गृहे गृहस्थ पणे अछि मन को आयत रखिछि सदानंदमती तार मिथ्या मन ये संसार गृह कर्मरु से उदार जानई मुठे देवार नाम भजने दृढ़मती साधु वैष्णव विप्रे भक्ति दुखी दरिद्रे दयावती सुजन मानंकरे प्रीति कृष्ण महिमा गायन रे बसई जाई जेबे थरे ता भक्ति कहिले न सरी नेत्रे लोतक जाए पुरी कंठ ही होए गद गद अंग पुलकु बहे स्वेद टांकोरी दिशे रोमा बळी बचन करई बिहोळी एमंत भावे हृदय थाई जानई पाप पुण्य दुई सचराचर जेते जीव सबुरी प्रभु वासुदेव प्राणीए कर्म रज्जु धरी सारथी सूत्र प्राय करी एमंत बोली प्रतिदिने प्रभुଙ୍କୁ चिंतु थाई मने छाड़िबा ओटारिबा जेहि के पारे अन्य मार्गे जाई एणुटी निज कर्म पथ मेंटणे के अछि समर्थ से कर्म रज्जुआ न करी केवल पारंती श्री हरि ता निज कर्म करी थाई आत्मा को आत्मा रे चिन्हई ता समय उपकारी पणे दिल्ली सहरे नाही जणे ता वस्त्र सिया जने देखी से दिल्लीश्वर महासुखी ताकू अनेक दया कले वस्त्र पठाई ताहा ठारे मांडी मु चूड़ी अपसर
ଯେ ଅବା ପଠାନ୍ତି ତାହାର ଟୋପିତ କିଆ ଶୀତ ତ୍ରାଣ କାଞ୍ଚଲା ଅଙ୍ଗରଖା ମାନ କରି ଯୋଗାଉଥାଏ ନେଇ ମନ ସନ୍ତୋଷେ ଧନ ନେଇ ଏମନ୍ତେ କେତେ ଦିନ ଅନ୍ତେ ସେ ଦିଲ୍ଲୀ ସ୍ୱର ଲାଗି ଅର୍ଥେ ଅମୂଲ୍ୟ ବସ୍ତ୍ର ଖଣ୍ଡି ଆଣି ବୋଇଲେ ନିୟ ହେ ବିନ୍ଧାଣି ଏ ଦିବ୍ୟ ହେମ ଜରି ଥାନ ଅମୂଲ୍ୟ ସେ ବସ୍ତ୍ର ଶୋଭନ ରତ୍ନ ଖଞ୍ଜିତ ପୁଞ୍ଜି ପୁଞ୍ଜି ଦିବ୍ୟ ହୀରକ ଅଛି ରାଜି ଏ ବସ୍ତ୍ର ଘେନି ଯାଅ ଚଳି ସିଂହ ହେ ଦୁଇଟି ମୁଚୁଳି ପକାଇଥିବ ଫୁଲ ମାନ ସିଂହାର ନଦୀ ଶିବୁ ଚିହ୍ନ ଏମନ୍ତ କରି ଘେନି ଆସ ତୋ ମନ କରିବା ସନ୍ତୋଷ ଏମନ୍ତ କରି ସେ ଶିପୁଟି ସେ ବସ୍ତ୍ର ଘେନି ଗଲେ ଉଠି ପ୍ରବେଶ ହେଲା ଯାଇ ପୁର ସ୍ନାନ ଭୋଜନ ସାରି ତାର ସିଣ ବସିଲା ମୁଚୁଳି କଥା ଗୋଟିଏ ମନେ ଭାଳି ଏ ଯେ ଅପୂର୍ବ ବସ୍ତ୍ର ଗୋଟି ସୁବାସ ପଡୁଛି ଚହଟି ଦେଖିଲେ ମନ ନେତ୍ର ହରେ ଖୋଜିଲେ ନଥିବ ସଂସାରେ ଶ୍ରୀ ଜଗନ୍ନାଥଙ୍କୁ ଏ ଯୋଗ୍ୟ ମନୁଷ୍ୟ ହୋଇବ କି ଭୋଗ୍ୟ ଏମନ୍ତେ ବିଚାରନ୍ତେ ମନ ଦଇବ ଯୋଗେ ସେହି ଦିନ ହୋଇଛି ଶ୍ରୀ ଗୁଣ୍ଡିଚା ଜାତ ପହଣ୍ଡି ବିଜେ ଜଗନ୍ନାଥ ଏହି ସମୟ ସେ ମୁଚୁଳି ଶିଲା ବସାଇ ପିତୁଳି ଅପୂର୍ବ କରି ନିର୍ଭା କଲା ଦେଖି ତା ଧୈର୍ଯ୍ୟ ହରିଲା ଆନନ୍ଦ ଭାବେ ହେଲା ଭୋଳ ବୁଝିଲା ନୟନ ଯୁଗଳ ତାତେ ହୁଁ ବୁଦ୍ଧି କେଣେ ଗଲା କର୍ଣ୍ଣରୁ ଶବଦ ହଜିଲା ପୁଣି ଇନ୍ଦ୍ରିୟ ଚେଷ୍ଟା ମାନ ପ୍ରକୃତି ସଙ୍ଗେ ହେଲା ଲୀନ ଅଜ୍ଞାନ ଅନ୍ଧକାର ଗଲା ସୁଜ୍ଞାନ ଚନ୍ଦ୍ର ଉଦୟ ହେଲା ପହଣ୍ଡି ବିଜୟ ଉତ୍ସବ ମନରେ ହୋଇଲା ଉଦ୍ଭବ ନିଷ୍କାମ ଭାବେ ଭକତିରେ ଜ୍ଞାନ ନେତ୍ରରେ ଦେଖେ ଖରେ ନୀଳାଦ୍ରିନାଥ ଦେବ ହରି ଛନ୍ତି ପହଣ୍ଡି ବିଜେ କରି ସେ ଗତି ମୁକତି ପସରା ମନ ନୟନ କରେ ତୋରା କୈବଲ୍ୟ ଜୋର ହେଉଅଛି ସକଳ ଲୋକେ ଏକ ଗୋଷ୍ଠୀ 14 ପୁର ଲୋକେ ଆସି ଶରଣ ମାଗୁଛନ୍ତି ବସି କରିବି ଜୟ ଆଦି ମୂଳ ଧନ୍ୟ ସେ ଶ୍ଵେତ ପଦ୍ମ ଡୋଳ ପାଟ ମୁଚୁଳିର ଉପର ବିଜୟ ଶଙ୍ଖ ଚକ୍ରଧର ବେଢ଼ିଣ ପାରିଷଦ ବୃନ୍ଦ କେ କହୁ ତାହାଙ୍କ ଆନନ୍ଦ ଶ୍ରୀଭୁଜ ଧରି ଦୋହଲାଇ ଚାଲନ୍ତି ଢୁଳାଇ ଢୁଳାଇ ଏକ ମୁଚୁଳି କରି ଦୂରେ ଆରେକ ମୁଚୁଳି ଉପରେ ବିଜେ କରନ୍ତେ ଭାବଗ୍ରାହୀ ଅତି କଠୋର ଘାତ ପାଇ ପାଟ ମୁଚୁଳି ଗଲା ଫାଟି ତାହା ଦେଖିଲି ସେ ଶିପୁଟି ପାରୁ ସେ ଥିଲା ପ୍ରାୟ ହୋଇ ମୁଚୁଳି ଦେଲା ସେ ବଢ଼ାଇ
ତହିଁ ବିଜୟ ଜଗନ୍ନାଥ ଶିପୁଟି ଯୋଡ଼ି ଅଛି ହସ୍ତ ଦେଖ ହୋ ସୌଭାଗ୍ୟ ତାହାର ଶୁଣି ଆନନ୍ଦ ମନ ବୀର ବୋଲଇ ଶୁଣ ଚୈତନ୍ୟ ଧନ୍ୟ ସେ ଭକତ ଜୀବନ ଏଥି ଉତ୍ତାରେ ହେଲା କିସ କହି ମୋ ମନ କର ତୋଷ ଶୁଣି ଚୈତନ୍ୟ ଅତି ଧୀର କହଇ ମନର ଆଗର ଏଥି ଉତ୍ତାରେ ଯେଉଁ କଥା ଶୁଣ ହୋ ମନ ମହାରଥା ମୁଚୁଳି ବଢ଼ାଇଣ ଦେଲା ଶିପୁଟି ପ୍ରଭୁ ପାଶେ ଥିଲା ସାଷ୍ଟାଙ୍ଗ ଦଣ୍ଡବତ କଲା ଉଠି କପାଳେ କର ଦେଲା ପଛକୁ କରନ୍ତେ ଗମନ ତକ୍ଷଣେ ଗଲା ସେହୁ ପୁଣି ତା ନିଜ ମନ ବୁଦ୍ଧି ହୋଇ ମନ୍ଦିରେ ବସିଣ ଛଇ ଏକ ମୁଚୁଳି ଅଛି ଧରି ଆରଟି ନେବେ ଦେବ ହରି ତା ମନେ କରଇ ବିଚାର ଏତ ପୂର୍ବ ଚମତ୍କାର କି କୃପା କଲେ ଦେବରାଜ କି ଭାଗ୍ୟ ହେଲା ମୋର ଆଜ ଏମନ୍ତେ ଭାବୁଅଛି ବସି ଭୟ ଆନନ୍ଦ ମିଶାମିଶି ଦଣ୍ଡିବ ପରା ଦିଲ୍ଲୀଶ୍ୱର ମୋ ପ୍ରଭୁ ବଳେ ବଳିୟାର ଏମନ୍ତ ବିଚାରୁ ତା ମନେ ବାଚାର ଛଡ଼ିଦାର ମାନେ ଦ୍ୱାରେ ଡାକିଲେ ରେ ଶିପୁଟି ବହନ ହୋଇ ଆସ ଉଠି ଦିଲ୍ଲୀଶ୍ୱରଙ୍କ ଆଜ୍ଞା ଶୁଣ ମୁଚୁଳି ଦୁଇ ଗୋଟି ଆଣ ତା ଶୁଣି ଅତି ବେଗେ ଉଠି ଧରିଣ ସେ ମୁଚୁଳି ଗୋଟି ବାଛାର ଆଗେ ନେଇଗଲା ଅନେକ ସଲାମ ସେ କଲା ବାଛା ବୋଇଲେ ଯେ ଅନାଇ ଆଉ ମୁଚୁଳି ଗୋଟି କାହିଁ ସିକି ନାହୁଁ ସତ କହ ତୋତେ ଦେଖି ମୋ କମ୍ପେ ଦେହ ଶିପୁଟି ଶୁଣି ପାଦେ ପଡ଼ି ଉଠି ମସ୍ତକେ କର ଯୋଡ଼ି ବୋଇଲେ କହୁଛି ମୁଁ ସତ ଗୋଟିଏ ନେଲେ ଜଗନ୍ନାଥ ଗୋଟିଏ ଦେଲି ତା ଛାମୁର ତୋ ଇଚ୍ଛା ଯାହା ତାହା କର ଶୁଣି ବାଦଶା ଅଳ୍ପ ହସି କ୍ରୋଧ ରସ ମିଶାମିଶି ବୋଇଲେ କି କହୁରେ ବାଇ କହ ତ ଜଗନ୍ନାଥ କାହିଁ କେବଳ ଦେଶେ ତାର ଘର କହ ସେ କେତେ ବଳିୟାର କି କରିପାରେ ତାର ହସ୍ତେ ମୁଚୁଳି ନେଲା ସେ କେମନ୍ତେ କ୍ଷେତ୍ରକୁ ଏ ଦିଲ୍ଲୀ ସହର 200 ଯୋଜନ ଅନ୍ତର ଏହା କହୁଛି ମୋର ପାଶ କି ତୋ ଜୀବନେ ନାହିଁ ଆସ ଆଜର ମଧ୍ୟ ଯେ କେମନ୍ତେ ନେଲେ ସେ ଦେଲୁ କେଉଁ ମତେ ଏମନ୍ତ ଶୁଣି ସେ ଶିପୁଟି ଭଜେ ଗୋବିନ୍ଦ ନାମ ଗୋଟି ମୋର ମରଣ ଡର ନାହିଁ ବୋଇଲା ଶୁଣ ଚିତ୍ତ ଦେଇ ତୁମ୍ଭେ ଯା ପଚାରିଲ ମତେ କହଇ ଶୁଣ ଶୁଦ୍ଧ ଚିତ୍ତେ
ସେ ଯେଉଁ ଦାରୁ ବ୍ରହ୍ମ ହରି ଜଗତ ଯାକ ଛନ୍ତି ପୁରୀ। ଦଇବେ ଜଗତ ଈଶ୍ୱର ନୀଳାଦ୍ରି ନବରେ ତା ଘର। ଜଗତ ପାଳିବା ନିମନ୍ତେ କମ୍ବୁର ଥାଙ୍ଗ ଧରି ହସ୍ତେ। ଯେ ଯାହା ବିଚାରିଲେ ଜାଣେ ଯହିଁ ଡାକିବ ତହିଁ ଶୁଣେ। ଅନେକ ଯୋଜନର ପ୍ରାଣୀ ଯେତେକ ଦ୍ରବ୍ୟ ଦେଲେ ଆଣି। ଭୋଗ କରନ୍ତି ଚକ୍ର ପାଣି କେବଳ ଭକ୍ତ ମନ ଜାଣି। ଅଭକ୍ତ ଲୋକଙ୍କୁ ସେ ଦୂର ଏକଥା ମିଥ୍ୟା ନ ବିଚାର। ଶୁଣିବା ଦଶା କ୍ରୋଧ ଭୋର ବୋଲଇ ଶୁଣରେ ପାମର। ଆମ୍ଭର ସିନା ଭାବ ନାହିଁ ଭାବରେ ପୁରୀ ଅଛୁ ତୁହି। ଏବେ ତୁ ମରଣ ମୁଖରୁ ସୁମର ତୋତେ ରକ୍ଷା କରୁ। ଏମନ୍ତେ ବାଚା କ୍ରୋଧ ଚିତେ ବୋଲଇ ଶୁଣ ଆରେ ଦୂତେ। ଏ ଦୁଷ୍ଟକୁ ବୁଜକୁ ନିଅ ବନ୍ଦୀ ମନ୍ଦିରେ ନେଇଥୁଅ। ଆଣ୍ଟେର ଜୁଏ করে ଧରି ବାନ୍ଧିବ ପଛ ବାହା କରି। ଚରଣେ ଲଗାଅ ସାଙ୍କୋଳି ଆଣ୍ଟେ କବାଟ ଦିଅ କିଳି। ଅନନ ପାଇ ଯାଉ ମରି ପାରିଲେ ରଖୁ ଆସି ହରି। ତା ଶୁଣି ଦୂତେ ଘେନି ଗଲେ ବନ୍ଦୀ ମନ୍ଦିରେ ବନ୍ଦୀ କଲେ। ସେ ଭକ୍ତ ସୁମରଇ ହରି ବାନ୍ଧିଲେ ବନ୍ଦୀ କଲେ କଳି। ବନ୍ଦୀ ମନ୍ଦିର ବନ୍ଦୀ କଲେ କବାଟ ଆଣ୍ଟେ କିଳି ଦେଲେ। ଶୁଣ ସୁମନ ଶୁଦ୍ଧ ଚିତେ ଏଥି ଉତାରୁ କଥା ଯେତେ। ସେ ଭକ୍ତ ବନ୍ଦୀ ଘରେ ଥାଇ ଡାକଇ ରଖ ଭାବଗ୍ରାହୀ। ରଖ ହେ କମଳାର ମଣ ରଖ ହେ ଜଗତ ତାରଣ। ଦ୍ରୌପଦୀ ଗଜ ଗର୍ଭାୟଣୀ ରକ୍ଷା କର ତା ଚକ୍ର ପାଣି। ହେ ଚକ୍ଷୁ ଶ୍ରବଣ ନାୟକ ନବୀନ ଜଳଦାୟକ। ହେ ରାଜ ଧନୁର୍ବାଣ ଧାରୀ ହେ ସପ୍ତ ସିନ୍ଧୁ ବନ୍ଧକାରୀ। ହେ କୃପା ସିନ୍ଧୁ ମହାମେରୁ ହେ ଭକ୍ତ ବାଞ୍ଛା କଳ୍ପତରୁ। ହେ ନାଥ ଦୀନ ଜନ ବନ୍ଧୁ ହେ ଆର୍ତ ତ୍ରାଣ କୃପା ସିନ୍ଧୁ। ହେ ଶିଳା ବଳାକାରକ ହେ ନୀଳାଚଳ ଶ୍ରୀନାୟକ। ହେ ଜନରଞ୍ଜନ ନୟନ ହେ ଘୋର ବିପଦ ନାଶନ। ହେ ପ୍ରହ୍ଲାଦ ଉଦ୍ଧାରଣ ହରିଣ୍ୟ ହୃଦ ବିଦାରଣ। ହେ ଗିରି ଗୋବର୍ଦ୍ଧନ ଧାରୀ ହେ ଇନ୍ଦ୍ର ଗର୍ବ ଖର୍ବକାରୀ। ଶିବ ବିରଞ୍ଚି ଯାର ପାଦେ ଧ୍ୟାନେ ଭାବନ୍ତି ଅପ୍ରମାଦେ। ତୋର ମହିମା ଅକୁପାର ମୋଛାର କେତେ କମାତର। କାହୁଁ ଜାଣିବି ତୋର ଭାବ ଯୋଗୀନ୍ଦ୍ର ଜନେ ଯେ ଦୁର୍ଲଭ।
जगत तोर खेल घर मुनि की तहिरु बाहार एणु भरोसा करे तोते पठाण दंडुर खमते तोहर इच्छा जहा कर आयत नाहीटी मोहर एमंत बोली चक्षु बुझी ध्याने श्री हरि नाम भोजी चिंतन्ते शंख चक्र बाहु निद्रा घोटिला चाहू चाहू ताहा जानिले देव स्वामी जे प्रभु सर्व अंतर्यामी अधम उद्धारण बाना न सहे भकत वेदना तक्षणे विजे करी गले दिल्ली सहरे जाई हेले बेगरे प्रभु ब्रह्म राशि भृत्यर बंदी घरे पशी अशेष ब्रह्मांडर शोभा भृत्य पारु से हेले उभा जही पड़िला कृपा दृष्टि पादु संकोली गला फिटी बंधन गंठी फिटी गला तक्षणे उश्वास होइला अनाई देला नेत्र पथे विजय प्रभु जगन्नाथे अभय वरदाता गुरु भृत्य कल्पना कल्पतरु हसी कहन्ति आदि मूल कहतु किं पाई विकल मो परा साहा थाऊ थाऊ तोर काहाकु भय आउ ए चक्र थिले मोर कर मोर सेवक बलियार एमंत बोली आज्ञा देले अभय पाद शिर देले तक्षणे कूल केणे गला तक्षणे कुज केणे गला कंदर्प सदृश देखिला देख हो सौभाग्य ताहार जहा न पाए बेदबर से पाद पद्म शिरे बही पवित्र हेला तार देही भावरे गद गद होई किछि से पारई जे कही प्रभु विजय करी गले बादशा मंदिरे मिलिले जे दिल्लीश्वर निद्रा गते पलंके शोइछि अचेते तहि विजय भगवान बोलोई शुण रे अज्ञान ए अधिकार ए जगते मुसिना देई अछि तोते एहा न जानी तोर मने मो भक्ते दंडी लोके सने छार मो चूड़ाटिए मोते मो भक्त देला भक्ति चिते मोर पदार्थ मोते देला तो बाप गंठी की सरिला एबे तू प्रभातरु उठी बंदिरु अणासी पुटी अनेक देबु उपहार चरणे पूजिबु ताहार एमंत न कले अवश्य छाड़ तो जीवनर आस तो वंश आदि तोते धरी काटिबी टिकी टिकी करी पिटिले दिल्ली सोरे रागे लोड़ा बसिला तार अंगे एमंत कही दैत्यारी करे गौरी बेत धरी हटनागर नटवर सेठारु होइले अंतर से जे भी समघात पाई
ଚେତିଣ ଉଠିଲା ବୋବାଇ ନୟନ ଫେଡ଼ି ଦେଲା ଚାହିଁ ପାଶେ ଦେଖିଲା କେହି ନାହିଁ ବିଚାରେ କି ବିପରୀତ ସ୍ୱପ୍ନ କଥା ହେଲା ସତ୍ୟ କେମତେ ଏଥେ ଗଲା ପିଟି ଲୋଳା ତ ଦିଶୁଅଛି ଫୁଟି ଏ କଥା କାହା ବଳେ ହେବ ନିଶ୍ଚୟ ସେ ଅଟଇ ଦଇବ ମୋତେ ଚେତାଇ ଦେଇଗଲା ଭକ୍ତ ନିମନ୍ତେ ହାକଲା ଏଥିରେ କଲେ ଆଉ ହେଳା ନିଶ୍ଚୟ ବୁଡ଼ିବ ମୋର ଭେଳା ଏମନ୍ତେ ଭାବି ପ୍ରଭାତରେ ଆପଣେ ଚଳିଲା ସତରେ ବନ୍ଦୀ ମନ୍ଦିରେ ହେଲା ଯାଇ ଦେଖି କବାଟ ସେ ଫିଟାଇ ପାଦେ ସଙ୍କଳି ନାହିଁ ତାର ବନ୍ଧନ ହୋଇଛି ବାହାର କୁଜ କଳଙ୍କ ତାର ନାହିଁ ତା ଶୋଭାକେ ପାରିବ କହି ଭଜି ଶ୍ରୀରାମ ନାମ ଗୋଟି ଆନନ୍ଦେ ବସିଛି ସିପୁଟି ତା ଦେଖି ଦିଲ୍ଲୀଶ୍ୱର ଭଏ ଭକ୍ତକୁ କୋଳରେ ବସାଏ ଗନ୍ଧ ଚନ୍ଦନ ମାଳା ଧରି ଅନେକ ଅଳଙ୍କାର ଭରି ପତନି ଶାଢ଼ୀ ଶିରେ ଦେଲେ ଅନେକ ବିନୟ କହିଲେ ସମସ୍ତେ ଦେଖିଲେ କତହିଁ ଚରଣେ ବେନି କର ଦେଇ ବୋଇଲେ ଧନ୍ୟ ତ ଜୀବନ ପବିତ୍ର କଲୁ ଏ ଭୁବନ ସତ୍ୟ କହିଲୁ ଆଜି ଠାରୁ ତୁ ଆମ୍ଭ କୂଳ ଇଷ୍ଟ ଗୁରୁ ଏମନ୍ତ କହି ପାଟ ହାତୀ ମଣ୍ଡିଲେ ନାନା ରତ୍ନ ପନ୍ତି ଘଣ୍ଟ ଘାଗୁଡ଼ି ନାଦ କରି ପିଠିରେ ଅମୂଲ୍ୟ ମାରି ତହିଁ ଭକ୍ତକୁ ବସାଇଲେ ଦିଲ୍ଲୀ ସହରେ ବୁଲାଇଲେ ଜୟ ଘୋଷଣା ନାଦ ଦେଇ ଛାଡ଼ିଲେ ତାର ପୁରେ ନେଇ ବାଦଶା ଗଲେ ତାଙ୍କ ପୁରେ ସର୍ବେ ଚଳିଲେ ଯେଝା ଘରେ ଶୁଣ ହେ ମନ ମହାରଥା ସେ ଭକ୍ତ ବନ୍ଧୁଙ୍କର କଥା ରେଣୁକୁ କରେ ମେରୁ ସମ ଦେଖ ସେ ପୁରୁଷ ଉତ୍ତମ ସଂସାରେ ଦେବ ଦେବୀ ଯେତେ କେହା କରିବ ଜଗତେ ଏମନ୍ତ ପ୍ରଭୁ ସେବା ଛାଡ଼ି ଯେ ଅନ୍ୟ ମାର୍ଗେ ଯାନ୍ତି ବଢ଼ି ବ୍ୟର୍ଥତା ଦେହ ବହିବାର ଶୁଣ କହିବା ଦୃଷ୍ଟାନ୍ତର ଯେହ୍ନେ ସୁଗନ୍ଧ ଦ୍ରବ୍ୟ ଲେଛି ଦୁର୍ଗନ୍ଧେ ଯାଇ ବସେ ମାଛି ସେନର ଏମନ୍ତ ଅଟଇ ଉଭୟ ଲୋକେ ସୁଖ ନାହିଁ ଏଥିଉ ତାରୁ ସେ ଭକତ ନିରତେ ଭଜେ ଜଗନ୍ନାଥ ତା ଜୀବ ଦଶା କଟାଇଲା ପରମ ପଦ ହିଁ ପାଇଲା ଶୁଣ ହୋ ମନ ନୃପବର ଭାବରେ ହୁଏ ଏତେ ଦୂର ଏ ଯେ ଦାଢ଼୍ୟତା ଭକ୍ତି ରସ ବିଷୟା ବିଷକୁ ପିୟୁଷ ଶ୍ରବଣ ପଠନ ଏ ଦୁଇ ଯେ କରେ ଶ୍ରଦ୍ଧା ଭାବ ବହି କଳୁଷ ପଙ୍କରୁ ନିସ୍ତରେ ସେ ନର ଭବ ସିନ୍ଧୁ ତରେ ଶୁଣି ଆନନ୍ଦ ମନ ଯେତେ କେ କହିପାରେ ଏ ଜଗତେ ଚୈତନ୍ୟ ପାଦେ ପୂଜା କରି ବୋଲୋଇ ଗଲି ମୁନିସ୍ତରୀ କହଇ ରାମଦାସ ଦ୍ୱିଜ ମୋ ପ୍ରଭୁ ଶଙ୍ଖ ଚକ୍ର ଭୁଜ ସେ ଶ୍ୱେତ ପଦ୍ମ ନେତ୍ର ପାଦେ ମୋ ମନ ରହୁ ଅପ୍ରମାଦେ
ସୁଜନେଣେ କର ଲୟ ଆଉ ନଥିବ ଯମ ଭୟ ମୁଁ ତୁମ୍ଭ ଚରଣେ କିଙ୍କର ମୋ ପରାଧ କ୍ଷମା କର। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତ ମନ ଚୈତନ୍ୟ ସମ୍ବାଦେ परम भक्त शिपुट दृढ़ भक्ति नाम वर्णने नाम 30 अध्याय 31 अध्याय नारायण दास संवाद। नमस्ते देव गणपति अनंत ज्ञान सिद्ध जति पार्वती देवी पुत्रमणि सकल देवंक ग्रणी नमो शारदा जाज्ञसेनी जगत जनक जननी जे चिंते तोर पाद हृदय शरण रखु अप्रमादे तो आज्ञा बिना के बानर कहबा महिमा तोहर। नमस्ते देव जगन्नाथ नमस्ते शंख चक्रहस्त कमला देवी प्राणपति दास वत्सल दासरथी शरण पंजर मुरारी घोर दुरित नाशकारी एणु शरण रामदास पुराओ मोर मन आस मन बोलई चैतन शुणिली अपूर्व वचन 30 अधा परिजन्ते दाढ़्यता भक्ति कथा जेते एतिकी मात्र सुधारस श्रवणे मन नोहे तोष आहुरी शुणी बाको इच्छा करई तेणु मुहि पुछा अन्य भकत मानकर कथाटी अछइयाबर किंपा एतके हेला शेष कहिबा एथिर संदेश शुण चैतन्य कहे हसी शुण हे मन घटवासी ए जे संसार मध्य गते हरि भकत छन्ति जेते महिमा अपारु अपार केताहा होइब गोचर केवल ठिकी ठिकी करी कहिली सिना कथा चारी ता शुणी मन नृपवर बोले शुण चैतन्य वीर मोर करुणा हृदय हुओ आउ भक्तंक कथा कह जे सने तृषित चकर निरते लोड़े सुधा कर चातक जेन्हे घन रस लोड़ई रजनी दिवस मोहर मन सेहि मते आशा तो बचन अमृते आउ साधुंक कथा जेते पवित्र कर कही मते ताहा शुणिले चैतन बोलई शुण हे सुमन कहिबी अपूर्व चरित केवल स्थिर कर चित्त गंगांक जहिरे निवास जे पुण्य भूमि बंग देश जे कीर्ति चंद्र नृपवर सेहि राज्य रे तार घर जाति रे अटई करण नाम ताहार नारायण पत्नीर नाम तामालती अचलाचल ता संपत्ति अति विवेकी शुचिवंत अति धार्मिक शुद्ध चित्त साधु वैष्णवंक चरणे सेवा करई अनुक्षणे केवल रजनी बासर
हरि भजन मूल तार दुखी बा दरिद्र तीर्थ द्वारे ताहेले उपस्थित ताहांकु अन्न वस्त्र दाने तोषयति तोष मने नाही ता निष्ठुर वचन नहेले पर नारी धन निरते चिंते हरि भाव श्री गुरु पादे पुण्य लोभ तहु अधिक तासोबती केवल स्वामी पादे मती न जाने तीर्थ व्रत किबा केवल स्वामी पाद सेवा स्वामीर आज्ञा न लंघई शुण हे मन नृप साई एमंते थांती बेनी प्राणी मिथ्या वचन से न जानी अदृष्ट बल रुताहार नाही ता दुही ताकु मोर तेणु से चिंता करी मन विचारु थाई प्रतिदिन धन संपद गृहवास एथि मो प्रयोजन किस केवल अमोक्ष को जीवी श्रीराम चरण सेविबी सेहि रूप को करी ध्यान तहि मु बंचाइबी दिन से पुण्य क्षेत्रे वास करी सुखे रहिबी देह धरी जाऊ बा थाऊ ए शरीर अन्य शरण नाही मोर एमंत भावी गृहे तार जेथिला देह अलंकार समस्त ठूल कला बेगे कहिला निज पत्नी आगे चाल अयोध्यापुर जीवा श्रीराम चरण सेविबा शुण आनंद नारीवर बोइला जेई छातुंभर तुम्भे जेणिकी जीव जीवी तुम्भ चरण सेवुथिबी मुझे तुम्भर बसवर्ती शुणी आनंद हेला मती आण बलद गोटा चारी पलाण घेनी सज करी सकल द्रव्य से अखारे भरी लदिले बलदरे श्रीराम रूप ध्यान करी चलिण गले नर नारी केते हैं दिने गले बाटे मिलिले जाई चित्रकूटे तहि रहिले केते दिन बोली देखिले सर्वस्थान सन्थ महंत साधु जन देखि आनंद कले मन सेबी ताहांक पाद गते धन ही दान कले केते तहु चलिले श्रद्धा चिते अयोध्या जीवार निमंते केते हैं दिन जाऊं जाऊं संगते संगा नाही केहू पसंते अगम्य बनस्ते देखिण भय कले चिते बाटे रहिले बसा करी शुण हे मन दंड धारी प्रभात उठी चली गले सबर पलिए देखिले तहिरे आत जात जने देखि आनंद हेले मने ताहांकु पथ पचारिले
ବେଗରେ ତହୁଁ ଚଳିଗଲେ ଏଥି ଉତାରେ ସେ ଗ୍ରାମରେ ଦେଖି ଦୁର୍ଜନ ଖଣ୍ଟନରେ ବିଚାର କଲେ ଜଣ ଦୋଷ ବାଟ ଜଗିବା ସର୍ବେ ଆସ ଅନେକ ଧନ ଦ୍ରବ୍ୟମାନ ବଳଦେ କରିଣ ଲୋଦନ ଯାଉଅଛନ୍ତି ଜଣ ଦୁଇ ସଙ୍ଗେ ତାଙ୍କର କେହି ନାହିଁ ତାଙ୍କ ସଙ୍ଗରେ ସଙ୍ଗୀ ହେବା ଅଗମ୍ୟ ବାଟେ ଘେନି ଯିବା ଏକାନ୍ତ ସ୍ଥାନେ ତାଙ୍କୁ ମାରି ଧନ ଆଣିବା ତହୁଁ ହରି ଏମନ୍ତ ବିଚାର ଯେ କଲେ ସେ ଜଣ ଦୋଷ ଚଳିଗଲେ ଅତ୍ୟନ୍ତ ଆନନ୍ଦିତ ହୋଇ ମିଳିଲେ ତାଙ୍କ ପାଶେ ଯାଇ ବୋଇଲେ ଶୁଣ ହେ ବିଦେଶୀ କେଣେ ଯିବାକୁ ଅଛ ଆସି ତା ଶୁଣି ନାରାୟଣ ଦାସ ବୋଇଲେ ଶୁଣ ହେ ବିଶ୍ୱାସ ଶ୍ରୀରାମଚନ୍ଦ୍ର ରଘୁବଂଶୀ ଯେ ହୋ ଅଯୋଧ୍ୟାପୁରବାସୀ ସକଳ ସଂସାର କାରେଣୀ ସକଳ ଜୀବ ଚିନ୍ତାମଣି ମହାମହିମା ମହାମେରୁ ଭକତ ବାଞ୍ଛା କଳ୍ପତରୁ ତାଙ୍କ ଦର୍ଶନ ଇଚ୍ଛା କରି ଯାଉଛି ଅଯୋଧ୍ୟା ନଗରୀ ତାହା ଶୁଣିଲେ ଖଣ୍ଟମାନେ ବୋଇଲେ ଶୁଣ ସାବଧାନେ ଏ ଘୋର ଗମ୍ୟ ବନସ୍ତେ ଏକାକୀ ଜୀବ ହେ କେମନ୍ତେ ଆମ୍ଭେ ଯାଉଛୁ ସେହି ସ୍ଥାନ ପ୍ରଭୁଙ୍କୁ କରିବୁ ଦର୍ଶନ ଉତ୍ତମ ସଙ୍ଗ ହେଲା ଭେଟ ଫିଟିଲା ମନର ସଙ୍କଟ ଚାଲ ସମସ୍ତେ ମିଶି ଯିବା ପ୍ରଭୁଙ୍କୁ ଦର୍ଶନ କରିବା ଆମ୍ଭେ ତୁମ୍ଭଙ୍କୁ ରଖୁଆଳ ଭୟ ନ କରି ତୁମ୍ଭେ ଚଳ ତାହା ଶୁଣିଣ ବେନିଜନ ବିଚାର କଲେ ମନେ ମନ ଆମ୍ଭେ ହାଙ୍କୁ ଚିହ୍ନ ନାହିଁ ସଙ୍ଗ ହେବାର ନ ଯୋଗାଇ ବୋଇଲେ ପ୍ରଭୁ ରଘୁନାଥ ଅନାଥ ଲୋକଙ୍କର ନାଥ ଯେ କାଣ୍ଡ କୋଦଣ୍ଡ ଧାରଣ ସେ ଆମ୍ଭ ସଙ୍ଗ ବୋଲି ଜାଣ ସେ ଯେଣେ ନେବ ତେଣେ ଯିବୁ ଆମ୍ଭ ଆୟତ ନାହିଁ ବାବୁ ଏମନ୍ତ ଶୁଣିଣ ଦୁର୍ଜନେ ବୋଇଲେ ଶୁଣ ମହାଜନେ କପଟ କଲ ତୁମ୍ଭ ଚିତେ ସବୁରି ପ୍ରଭୁ ଜଗନ୍ନାଥେ ସକଳ ଜୀବ ପ୍ରାଣମଣି ସେ ହାନି ଲାଭର କାରେଣୀ ତୁମ୍ଭ ଆମ୍ଭଙ୍କୁ ସେହୁ ସାକ୍ଷୀ ଚାଲ ହୋ ସଂଶୟ ଉପେକ୍ଷୀ ଆମ୍ଭେ କହୁଛୁ ତୁମ୍ଭ ଭଲ ସମସ୍ତେ ମିଶି ଯିବା ଚାଲ ଶୁଣି ସେ ପତି ପତ୍ନୀ ଦୁଇ ହୋଇଣ ବହୁତ ବିନୟୀ ବୋଇଲେ ପ୍ରଭୁ ଧନୁର୍ଧାରୀ ସକଳ ଘଟେଛନ୍ତି ପୁରୀ ତାହାଙ୍କୁ ଯେବେ ସାକ୍ଷୀ କଲ
ହୋଇଲା ସବୁ କଥା ଭଲ। ଏବେ ମିଶିଣ ଯିବା ସତ୍ୟ, ଆମ୍ଭର ତୁମ୍ଭେ ତାତ ମାତ। ସଂସାର ମଧ୍ୟେ ଲେଖି, ସବୁ କଥାକୁ ଧର୍ମ ସାକ୍ଷୀ। ଏମନ୍ତ ବୋଲି ସେ କହିଲେ, ମିଶି ସମସ୍ତେ ଚଳିଗଲେ। କେବଳ ମୁକୁନ୍ଦ ମୁରାରି, ହୃଦୟ ମଧ୍ୟେ ଚିନ୍ତା କରି। ମାତ୍ର ବାନ୍ଧିବା ପ୍ରାୟ ହୋଇ, ପଶିଲେ ଘୋର ବନେ ଯାଇ। କେତେ ଦିନେ ଚଳି ଯାନ୍ତେ, ଦୋଷ୍ଟେ ବିଚାରୁଛନ୍ତି ଚିତ୍ତେ। ଆଉ କି ବିଚାର ଏଥର, ପଡ଼ିଲେ ଆମ୍ଭ ଆୟତର। ଏ ମହାଜନ ପ୍ରାଣନାଶୀ, ଘେନିଣ ଜୀବ ଶୁଭ୍ରକେଶୀ। ଧନ ଦ୍ରବ୍ୟାଦି ଥିବ ଯେତେ, ଖାଇ ବଞ୍ଚିବା ଦିନା କେତେ। ବେଗେ ଖଡ଼ଗ ଧରି କର, ଛେଦନ କର ଏହା ଶିର। କେବଳେ ଜିହ୍ୱା ଉପାଡ଼ିବା, କେବଳେ ନୟନ ତାଡ଼ିବା। କେବଳେ ନୁହଁ ଏମନ୍ତ, ବନ୍ଧନ କର ପାଦ ହସ୍ତ। ଏକାନ୍ତ ସ୍ଥାନେ ପକାଇବା, ଉପରେ ପଥର ଲଦିବା। ପଡ଼ିନଥିବ ଦିନ ଚାରି, ଆପଣା ସୁଖେ ଯିବ କରି। ଧନ ବସନ ଅଛି ଯେତେ, ଏ ନାରୀ ଘେନିବା ସଙ୍ଗତେ। ବହନ ହୋଇ ଯିବା ଚାଲ, ସର୍ବେ ବୋଇଲେ ହୋ ଭଲ। ଏମନ୍ତ ବୋଲି ବେଗ ହୋଇ, ଧଇଲେ ସାବଧକୁ ଯାଇ। ନିବିଡ଼େ ବାନ୍ଧି ପକାଇଲେ, ଅଗମ୍ୟ ବନେ ଘେନି ଗଲେ। ପକାଇ ତାକୁ ଦୀର୍ଘ କରି, ମାଡ଼ି ବସିଲେ ଜଣ ଚାରି। ଆବର ଲୋକ ଆଣି ଶିଳ, ଲଦିଲେ ତା ହୃଦ କମଳ। ବୋଇଲେ ଏଥି ସୁଖେ ଥାଅ, ନୋହିଲେ ତୀର୍ଥ କରି ଯାଅ। ଏମନ୍ତ ବୋଲି ଚଳି ଯାନ୍ତେ, ସେ ନାରାୟଣ ହୃଦଗତେ। ବୋଲେ ଜଗତ ଚିନ୍ତାମଣି, ନମୋ ଦଣ୍ଡ କାଣ୍ଡ ପାଣି। ନମସ୍ତେ ନୀଳ ଘନ ମୂର୍ତ୍ତି, ନମୋ ଜାନକୀ ଦେବୀ ପତି। ନମସ୍ତେ ତ୍ରୈଲୋକ୍ୟ ଈଶ୍ୱର, ସଂସାରେ ତୋର ଖେଳ ଘର। ଚର ଚର ଆଦି କରି, ସକଳ ଘଟେ ଅଛୁ ପୁରୀ। ତୋର ଉଦରେ ସଂସାର, ତୁ ଅଛୁ ଅନ୍ତର ବାହାର। ତୋର ବାହାରେ ଅନ୍ୟ ଜଣେ, ଅଛି କେ ମୋ ଜୀବର କ୍ଷଣେ। ତୁ ନାଥ ଯାହା ତାହା କର, ଅନ୍ୟ ଶରଣ ନାହିଁ ମୋର। ଏମନ୍ତ ଚିନ୍ତେ ଦେଇ ମନ, ବଦନୁ ନ ସ୍ଫୁରେ ବଚନ। ତାହା ଜାଣି ସେ ଦୁଷ୍ଟ ଚିତ୍ତେ, ଏ ମଲା ବିଚାରି ତୋରିତେ।
ଲେଉଟି ଗଲେ ପ୍ରିୟା ପାଶ ବୋଇଲେ ବେଜିବାସ ବୋଲି ମରନ୍ତୁ କେଣେ ଯାଇ ଅରକ୍ଷ ଜନ ପ୍ରାୟ ହୋଇ ଏବେ ପାଇଲୁ ଦଶପତି ତାହା ଶୁଣିଣ ସେ ଯୁବତୀ ରହିଲା ସ୍ତମ୍ଭୀଭୂତ ହୋଇ ଯେସନେ କାଷ୍ଠର କୁଣ୍ଢାଇ ଭୟେ ତା ଜୀବନ ଉଡ଼ିଲା ଶ୍ରୀରାମ ନାମ ସୁମରିଲା ବୋଇଲା ହେ ମହାବାହୁ ଶରଣ ପଞ୍ଜର ବୋଲାଉ ପୁରାଣ ପଥେ ଅଛି ଶୁଣି ଆତଙ୍କ କାଳେ ରଘୁମଣି ରଖିବେ ବୋଲି ଧନୁଶର ଧରିଣ ଛବେନି କର ଏମନ୍ତ ବୋଲି ବନ ଭାଗେ ଚାହୁଁ ସେ ଅଛି ଚାରି ଦିଗେ ତା ମନ ଜାଣି ଦଇତ୍ୟାରି ତେଜିଲେ ଅଯୋଧ୍ୟା ନଗରୀ ଚଢ଼ିଣ ଶ୍ଵେତ ସୋପରେ ମିଳିଲେ ସେହି ବନସ୍ତରେ ଝଟତି ବିଜୁଳିର ପ୍ରାୟ ଆଗେ ଦିଶିଲେ ଦେବରାୟ ସୁବର୍ଣ୍ଣ ମୁକୁଟ ମଉଳି ଦିତି ସୂର୍ଯ୍ୟର ପ୍ରାୟ ଝଳି ଶ୍ରବଣେ ମକର କୁଣ୍ଡଳ ଲୁଚଇବେନି ଗଣ୍ଡସ୍ଥଳ କଣ୍ଠେ କୌସ୍ତୁଭ ମଣିହାର ସ୍ୱରୂପେ ଜନ ମନୋହର ହୃଦରେ ପଦକ ବିରାଜେ ରତ୍ନ କଙ୍କଣ ବେନି ଭୁଜେ ଚମ୍ପକ କଢ଼ିର ଅଙ୍ଗୁଳି କି ଶୋଭା ମୁଦ୍ରିକା ବଳି ଝିନ ବସନ କୋଟି ମାଝେ ସୁରତ୍ନ ମେଖଳା ବିରାଜେ ନୀଳଜୀ ମୁତ କଳେବର ରାଜୀବ ଲୋଚନ ସୁନ୍ଦର ରଙ୍ଗ ଧରେ ମନ୍ଦହାସ ଗଳିକି ପଡ଼ୁଛି ପିୟୁଷ ନାଟୁଆ ଶିରୋମଣି ପ୍ରାଏ ପିନ୍ଧା କାଛେଣି କହି ନୋହେ କଟିରେ ଜମଦାଢ଼ ବାନ୍ଧି ସରତୁଣୀକୁ କନ୍ଧେ ଛନ୍ଦି ଢାଲ ହିଁ ପଡ଼ିଛି ପିଠିରେ ଚଢ଼ିଣ ଶ୍ଵେତ ସୋପରେ ଏମନ୍ତ କ୍ଷତ୍ରି ରୂପ ହୋଇ ଧାଇଁ ଅଛନ୍ତି ଭାବଗ୍ରାହୀ ତାହାଙ୍କୁ ଦେଖି ସେ ଦୁର୍ଜନେ ପଳାଇ ଗଲେ ଘୋର ବନେ କେ ଅବା ଭୟେ ଗଡ଼ି ପଡ଼ି କାଣ୍ଠୁ ଗଣ୍ଠି ଗଲା ଛିଡ଼ି କାହା କପାଳ ଗଲା ଫାଟି ଭାଜିଲା କାହା ଦନ୍ତ ପାଟି ବାଜିଣ କଣ୍ଟା ଡାଳ ଝାଟି କାହାର ନେଲା ଗଲା ଫୁଟି ଛିଣ୍ଡିଲା କାନା ଶାସ୍ତ୍ରବଣ ପଳାଇ ଗଲେ ଘେନି ପ୍ରାଣ ଏମନ୍ତ ବେଳେ ରଘୁବୀର ବିଜୟ ସେନାରୀ ପାଶର ହସି ବୋଲନ୍ତି ରଘୁବୀର କେ ବଣ ଦେଶେ ତୁମ୍ଭ ଘର
କାହୁଁ ଅଇଲ ଯିବ କାହିଁ, ଏକାକୀ ସଙ୍ଗେ କେହି ନାହିଁ। ଏ ଯେଉଁମାନେ ପଳାଇଲେ, ସେ କିସ ତୁମ୍ଭଙ୍କୁ କହିଲେ। ତା ଶୁଣି ବୋଇଲେ ତରୁଣୀ, ଶୁଣ କ୍ଷତ୍ରିୟ ଚୂଡ଼ାମଣି। ସେ କୀର୍ତ୍ତି ଚନ୍ଦ୍ର ନୃପବର, ତାଙ୍କ ରାଜ୍ୟରେ ଆମ୍ଭ ଘର। ଜାତିରେ ବଣିଆ କରଣ, ଆମ୍ଭ ଦୃଷ୍ଟ କଥା ଶୁଣ। ପୁତ୍ର ଦୁହିତା ନାହିଁ ମୋର, ତେଣୁ ମୁଁ ସଂସାରୁ ବାହାର। ତା ଜାଣି ମୋର ନିଜ ପତି, ବୋଇଲେ ଶୁଣ ରେ ଯୁବତୀ। ପୁତ୍ର ଦୁହିତା ନାହିଁ ଯାର, ସଂସାରେ କି ସୁଖ ତାହାର। ଇହଲୋକରେ ନାହିଁ ଯଶ, ମଲେ ନରକେ ପରବେଶ। ଏଥକୁ ବୁଦ୍ଧି କରିବା, ଚାଲ ଅଯୋଧ୍ୟାପୁରେ ଯିବା। ସେ କ୍ଷେତ୍ରବରେ କରିବାସ, ତହିଁ ରହିବା କେତେ ମାସ। ଶ୍ରୀରାମ ପାଦେ କରି ସେବା, ଏ ଭବ ସଂସାରୁ ତରିବା। ଏମନ୍ତ ବୋଇଲେ ସେ ଯେଣୁ, ଅଇଲୁ ତୀର୍ଥ କରି ତେଣୁ। ଏ ବନେ ହୋଇଲୁ ପ୍ରବେଶ, ଆସି ମିଳିଲେ ଜଣ ଦଶ। ତାହାଙ୍କୁ ଦେଖି ଭୟ କଲୁ, ଏ ବନେ ନ ଯିବୁ ବୋଇଲୁ। ଆମ୍ଭଙ୍କୁ ନାନା ରୂପ ବହି, ସତ୍ୟ ବଚନେ ମନ ମୋହି। ବୋଇଲେ ଆମ୍ଭେ ତୁମ୍ଭେ ଦୁଇ, ସବୁରି ସାକ୍ଷୀ ଭାବଗ୍ରାହୀ। କେବଳ ଶ୍ରୀ ରଘୁନନ୍ଦନ, ଅଶେଷ ଜୀବର ଜୀବନ। କପଟ ଆମ୍ଭ ହୃଦେ ଥିଲେ, ଜାଣି ଦଣ୍ଡିବେ ସେହୁ ଭଲେ। ଏମନ୍ତ ସତ୍ୟ ବାଣୀ ଶୁଣି, ଆନନ୍ଦ ହେଲୁ ବେନି ପ୍ରାଣୀ। ଯହିଁ କି ସାକ୍ଷୀ ଦେବରାୟ, ତହିଁ କାହାକୁ ଆଉ ଭୟ। ଅତି ଅଗମ୍ୟ ବନ ଦେଖି, ଏଥି ଉଗାଳି ମୋତେ ରଖି। ମୋର ସ୍ୱାମୀ କି ବାନ୍ଧି ନେଲେ, କେ ଜାଣେ କାହିଁକି ସକଲେ। ତେଣୁ ଆସିଣ ମୋତେ ଧରି, ନାଟ ନାରୀଙ୍କ ପ୍ରାୟ କରି। ବୋଇଲେ ଆସ ଆମ୍ଭପୁରୀ, ଭାରି ଯା ହୋଇ ବସ ବୁରି। ଏବେ ସେ ତୁମ୍ଭଙ୍କୁ ଦେଖନ୍ତେ, ପଳାଇ ଗଲେ ଯେଝା ମତେ। ଆମ୍ଭର ବିପତ୍ତି ଦେଖିଣ, କୃପା କଲେ କି ନାରାୟଣ। ତୁମ୍ଭେ ବିଜୟ କଲ ଏଥି, ଭାଗ୍ୟ ଦିଶିଲା ମୋରତି। କେ ତୁମ୍ଭେ ମୁଁ ତାହା ନ ଜାଣି, ଫେଡ଼ିଣ କୁହ ବୀରମଣି। ହୋଇଲେ ଧର୍ମ ପିତା ମୋର, ବିପଦ ସମୁଦ୍ର ଉଦ୍ଧାର। ବହନ ଅଗ୍ନି ଜାଳି ଦିଅ, ତହିଁ ମୋ ଶରୀର ପକାଅ। ସ୍ୱାମୀ ବିହୀନେ ମୋ ଜୀବନ, ଥିବାର କିସ ପ୍ରୟୋଜନ। ଏହା ଶୁଣିଣ ଧନୁର୍ଧାରୀ, ବୋଇଲେ ଶୁଣ ରେ ସୁନ୍ଦରୀ। ଚିନ୍ତା ନ କର କିଛି ତୁହି, ତୋର ସ୍ୱାମୀ କି ଦେବି ମୁହିଁ। ଏମନ୍ତ କହି ତାକୁ ଧରି, ବିଜୟ କଲେ ଧନୁର୍ଧାରୀ। ମିଳିଲେ ସ୍ୱାମୀ ପାଶେ ତାର, କାଢ଼ିଲେ ଲଦିଲା ପଥର। ବିନ୍ଧା ପଡ଼ଇ କୋଳେ ଧରି, ଆଉଁସି ଦେଲେ କରେ ଧରି। ତକ୍ଷଣେ ପାଇ ନିଜ ପ୍ରାଣ, ଉଠି ଦେଖିଲା ଧନୁର୍ବାଣ।
ମସ୍ତକେ ବେନି କର ଯୋଡ଼ି ପ୍ରଭୁ ଚରଣ ତଳେ ପଡ଼ି ବୋଲଇ ଶୁଣ ବୀରମଣି କେ ତୁମ୍ଭେ ନ ପାରିଲି ଚିହ୍ନି ମୁଛାର ପତି ତପାମର ମୂଢ଼ ମୁରୁଖ ଦୁରାଚାର ମୁଁ କାହିଁ ଚିହ୍ନିବି ତୁମ୍ଭଙ୍କୁ ବିପତ୍ତି କାଳରେ ଆମ୍ଭଙ୍କୁ ଆସି ମୋ ଜୀବ ଦାନ ଦେଲ ତୁମ୍ଭେ ମୋ ପ୍ରଭୁ ରଘୁମଲ ତୁମ୍ଭେ ମୋହର ପ୍ରାଣେଶ୍ୱର ତୁମ୍ଭେ ମୋ ଜୀବନ ଠାକୁର ତୁମ୍ଭେ ମୋ ବାଞ୍ଛା କଳ୍ପତରୁ ତୁମ୍ଭେ ସକଳ ଜୀବଗୁରୁ ତୁମ୍ଭେ ମୋ ମୁକୁନ୍ଦ ମୁରାରୀ ତୁମ୍ଭେ ମୋ ଆଦି କନ୍ଦହରି ଏମନ୍ତ ମଣେ ମୋର ଚିତେ ମାୟା ନ କରି କହ ମୋତେ ଏହା ଶୁଣିଣ ବ୍ରହ୍ମରାଶି ରଙ୍ଗ ଧରେ ମନ୍ଦ ହସି ବୋଇଲେ ଶୁଣ ରେ ଭକତ ଆମ୍ଭେ ତ ଦଶରଥ ସୁତ ତୋର ବିପଦ ଜାଣି ମନେ ମିଳିଲୁ ତୋର ସନ୍ନିଧାନେ ଏହା କହନ୍ତେ ଭଗବାନ ବୋଲେ ହେ ପ୍ରଭୁ ନାରାୟଣ ତୋ ନିଜ ସ୍ୱରୂପ ଦେଖାଇ ମୋତେ ଉଦ୍ଧାର ଭାବଗ୍ରାହୀ ଏମନ୍ତ ଶୁଣି ଦେବହରି ତକ୍ଷଣେ ନିଜ ରୂପ ଧରି କୋଟି କନ୍ଦର୍ପର ଯେ ତେଜ କାଣ୍ଡ କୋଦଣ୍ଡ ବେନି ଭୁଜ କଣ୍ଠେ କୌସ୍ତୁଭ ମଣିଷ ହେ ଯେ ରୂପେ ଜଗ ଜନମ ହେ ଏମନ୍ତ ରୂପ କର କାଶୀ ଉଭା ହୋଇଲେ ବ୍ରହ୍ମରାଶି ଦେଖିଲେ ସେହି ବେନି ପ୍ରାଣୀ ତକ୍ଷଣେ ଲୋଟିଲେ ଧରଣୀ ସାଷ୍ଟାଙ୍ଗେ ଦଣ୍ଡବତ କରି ଉଠି କପାଳେ କର ମାରି ବୋଇଲେ ନମ ମହାବାହୁ ଭକତ ବାନ୍ଧବ ବୋଲାଉ ମୋଛାର ପାଇଁ ବିଜେ ହୋଇ ପ୍ରଭୁ ପଣକୁ ଲୁଚି ଯାଇ ଏହା ନ ଜାଣି ମୂଢ଼ନରେ ଭଜନ୍ତି ଅନ୍ୟ ଦେବତାରେ ତାହା ଶୁଣିଣ ସେ ଈଶ୍ୱର ବୋଇଲେ ମାଗି ଧେନବର ଯେ ବାଞ୍ଛା ମନେ ଅଛି ତୋର ମାଗ ହୋ ଭକତ ଶିଖର ଏମନ୍ତ ଶୁଣିବେନି ପ୍ରାଣୀ ବୋଲନ୍ତି ଶୁଣ ରଘୁମଣି ସମସ୍ତ ଦେଇଛ ଗୋସାଇଁ ବରେ ମୋ ପ୍ରୟୋଜନ ନାହିଁ ସର୍ବାଙ୍ଗ ହୃଦୟରେ ବିହର ଏହା ମାଗୁଛି ରଘୁବର ପୁଣି ବୋଲନ୍ତି ରଘୁପତି ଲଭ ମୋ ପାଦ ପଦ୍ମ ଭକ୍ତି ଏବେ ଅଯୋଧ୍ୟା ପୁରେ ଯାଅ ମୋର ସେବାରେ ଦିଅ ନିଅ ଅନ୍ତେ ପାଇବ ମୋତେ ଆସି ଏମନ୍ତ କହି ବ୍ରହ୍ମରାଶି ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ ଶୁଣ ହେ ସୁମନ ରାଜନ ଭୃତ୍ୟର ଏଣେ ସାହା ପକ୍ଷ ଦୃଷ୍ଟିରେ ଦେଖିଲା ପ୍ରତ୍ୟକ୍ଷ ଏଣେ ସେ ପତି ପତ୍ନୀ ଦୁଇ ସଙ୍ଗରେ ବଳଦ ଚରାଇ ମନ ଆନନ୍ଦେ ଚଳିଗଲେ କେତେ ଦିନ ପରେ ଭଲେ ମିଳିଲେ ଅଯୋଧ୍ୟା ନଗର ତହିଁ ନିର୍ମାଣୀ ଏକ ପୁର ରହିଲେ କେତେ କାଳ ବା ସାଧୁ ବୈଷ୍ଣବେ କରି ସେବା ପ୍ରାଣ ହାରିଲେ ନାମ ଧରି ଅନ୍ତେ ପାଇଲେ ବିଷ୍ଣୁ ପରି ଶୁଣ ହେ ମନ ନୃପରାଣ ଏ ଦାଢ଼୍ୟ ଭକତି ଲକ୍ଷଣ କହଇ ବିପ୍ର ରାମଦାସ ମୋ ପ୍ରଭୁ ଜାନକୀ ବିଳାସ ସୁଜନେ ଏହି ରସେ ରସ ଏ ଭବ ଜଳରେ ନ ଭାସ ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ କରଣ ନାରାୟଣ ପତି ପତ୍ନୀ ଦୃଢ଼ ଭକ୍ତି ବର୍ଣ୍ଣନେ ନାମ 31 ଅଧ୍ୟାୟ।